ଆସିକି ଜଗପଦନ ଭାଇ କହିଲେ ପ୍ରତ୍ୟେକଟା ନେତା ଆସିକି ପ୍ରତିଶ୍ରୁତି ଦେଲେ ଯେ ଯୋଉଠି ଦୋକାନ ତମର ସେଇଠି ଥଇଥାନ ହବ ଉଠା ଦୋକାନୀ ପାଇଁ ସୌନ୍ଦର୍ଯ୍ୟ ହଉଛି ରାଇଜ ହେଲା। ତାହେଲେ ଆଜି କଣ ପାଇଁ ଭାଙ୍ଗିଏ କହୁଛ? ନିଆଁ ଲାଗିଛି ତ କୌଣସି ପଚାରି ପାଇଲନି, ସହଯୋଗ କଲନି, ଏତେ ନିଆଁ ଲାଗିଗଲା କାହିଁ କେତେ ଭାଇଙ୍କର କଣ କ୍ଷତି ହେଲା ତାର ପଚାରିଲନି? ପାଣି ମିଶାଇ ପାଣି ଛାଡ଼ିଲେନି ମେୟର ଆସିନାହାନ୍ତି ନା। ଆମେ ଯେତେ ଘଣ୍ଟା ଯେତେ ଆସିଲୁଣୁ ମେୟରକୁ ଆମେ ଦର୍ଶନ ପାଇନୁ ହେଲା। ଜଗାଇ ଆସିଥିଲେ, ମାନ୍ୟବର କର୍ପୋରେଟର ବି ଆସିଥିଲେ, ସବୁ ଆସିଥିଲେ। ଆମର ଏଇ ଦାବି ହେଉଛି ଆମର ଯୋଉ ଦୋକାନ କ୍ଷତି ହେଇନି ସେ ଦୋକାନକୁ ହାତ ମାରନ୍ତିନି, ଆଉ ଯୋଉମାନଙ୍କର କ୍ଷତି ହେଇଛି କ୍ଷତିପୂରଣ ଦିଅନ୍ତୁ। ୟୁଜନ୍ ଫିଡ୍ ପକାଉଛନ୍ତି ଆପଣ ଏବେ ବି ପକାନ୍ତୁ, କିନ୍ତୁ ଆମର ଯୋଉ କ୍ଷତିପୂରଣ ହେଉଛି ଦିଅନ୍ତୁ। ଆଉ ଯୋଉ ବିଏମ୍ସି କର୍ମୀକି କହିଦେଉଛୁ ସାବଧାନ କରିଦେଉଛୁ, ଆମେ ହେଲା ଲକ୍ଷ୍ମୀ ଦୁର୍ଗା ଦରକାର ପଡ଼ିଲେ କାଳି ବି ହବୁ, ଗୋଡ଼େଇ ଗୋଡ଼େଇ ଆଣିବୁ, ବିଚ୍ ବଜାରରେ ଆଣିବୁ, ଆଉ ଆମେ ହିଁ ହେବୁ ଚୋରି ଡକାୟତ କରିବୁ। ଆମର ଯାହା କରିବାର ଅଛି କର, ପେଟ ଉପରକୁ ନାସ୍ତା ହେଲେ ଛାଡ଼ିବୁ। କହିବା ସାଙ୍ଗେ ସାଙ୍ଗେ କହିକି ଯାଇଛନ୍ତି, ସାଙ୍ଗେ ସାଙ୍ଗେ ଆସିছে ବିଏମ୍ସି କହୁଛି ଏପଟେ ଦୋକାନ ଗୁଡ଼ା ଭାଙ୍ଗିବୁ, ତମେ ଭାଙ୍ଗ, ଆମେ ସାମ୍ନାରେ ଠିଆ ହଉଛୁ, ଆମେ ସାମ୍ନା ଠିଆ ଭାଙ୍ଗିବ, ଆମେ ଠିଆ ହଉଛୁ, କୋଉ ବିଏମ୍ସି ଭାଙ୍ଗିବ ଆମେ ଦେଖିବୁ। ଘରୁ ବନିକି